ଓଡ଼ିଶାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାଟିଏ ଆପଣମାନେ ଜାଣିଛନ୍ତି। ଓଡ଼ିଶାରେ ପ୍ରବାହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ମାସ 23 ତାରିଖ ଠାରୁ ସମଗ୍ର ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏହା ମଧ୍ୟରେ ସରକାରଙ୍କର ଗଣଶିକ୍ଷା ବିଭାଗ ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କ ପାଇଁ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ବା SLP କାର୍ଯ୍ୟକ୍ରମ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ପିଲାମାନଙ୍କ ପାଇଁ ଜାରି କରିଛନ୍ତି। ଆଗରୁ ଶିକ୍ଷକମାନଙ୍କୁ ମଧ୍ୟ ସରକାରୀ ନିର୍ଦ୍ଦେଶ ରହିଛି ଯେ ଆପଣମାନେ ପିଲାମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରନ୍ତୁ। ତେଣୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କାର୍ଯ୍ୟ ମଧ୍ୟ ପାଖାପାଖି ଶେଷ ହୋଇଛି। ତେଣୁ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ଏହି ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଗୁଡ଼ିକୁ ସେମାନଙ୍କୁ ପ୍ରେରଣ କରିବେ ଏବଂ ପିଲାମାନେ ଏହାର ଉତ୍ତର ଗୁଡ଼ିକ ଏକ ଖାତାରେ ନିର୍ଭୁଲ ଭାବରେ ଏବଂ ସୁନ୍ଦର ଭାବରେ ଲେଖି ସମର ଭ୍ୟାକେସନ ପରେ ଅର୍ଥାତ୍ ଖରା ଛୁଟି ପରେ ବା ଗ୍ରୀଷ୍ମ ଅବକାଶ ପରେ ସେମାନେ ବିଦ୍ୟାଳୟରେ ଦାଖଲ କରିବେ, ଯାହାକି ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗ୍ରୀଷ୍ମ ଅବକାଶର ଯେଉଁ ଗୃହକର୍ମ ଦିଆଯାଇଛି ସେଗୁଡ଼ିକୁ ସେମାନେ ମୂଲ୍ୟାଙ୍କନ କରିବେ। ଏଥିପାଇଁ ଓଡ଼ିଶାର ଗଣଶିକ୍ଷା ବିଭାଗର ଏକ ଚିଠି ମଧ୍ୟ ଆପଣମାନେ ଦେଖିପାରୁଥିବେ, ଯେଉଁଠିକି ପିଲାମାନଙ୍କର ସମର ଲର୍ଣ୍ଣିଂ ପ୍ରୋଗ୍ରାମ ପାଇଁ ଏକ ବିଧିବଦ୍ଧ ଚିଠି ମଧ୍ୟ ଜାରି କରିଛନ୍ତି ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି। ତେବେ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ଗ୍ରୀଷ୍ମ ଅବକାଶକାଳୀନ ଗୃହକର୍ମର ଭାଷାରେ ଦିଆଯାଇଛି ଜାତୀୟ ଧ୍ୱଜା ଆମ ଉଡ଼େ ଫର ଫର ପଦ୍ୟଟିକୁ ଉପଯୁକ୍ତ ସ୍ୱରରେ ଆବୃତ କର ବା ଆବୃତ୍ତି କର ଏବଂ ପଦ୍ୟରେ ଥିବା ଯେଉଁ ଧ୍ୱଜା, ସ୍ୱାଧୀନ, ପଥ, ମଥା, ସୁଷମା ଭଳି ଶବ୍ଦ ଗୁଡ଼ିକର ଅର୍ଥ ବୁଝାଉଥିବା ଆଉ ଏକ ଶବ୍ଦ ଲେଖ ଅର୍ଥାତ୍ ପ୍ରତିଶବ୍ଦ ଲେଖ। ନିଜ ପାଖ ପଡ଼ୋଶୀରେ 5 ଜଣଙ୍କୁ ଭେଟ, ସେମାନେ ଟିଭି, ରେଡ଼ିଓ କିମ୍ବା ମୋବାଇଲରେ କେଉଁ କେଉଁ କାର୍ଯ୍ୟକ୍ରମ ଦେଖନ୍ତି ସେଗୁଡ଼ିକ ପଚାରି ଲେଖ। ଖବରକାଗଜ, ଗପ ବହି, ଶିଶୁ ପତ୍ରିକା ଓ ଭଲ ଲାଗୁଥିବା ପ୍ରସଙ୍ଗଟିକୁ ତୁମେ ଖାତାରେ ଲେଖ ଏବଂ ଭଲ ଲାଗୁଥିବା ଅନୁଚ୍ଛେଦ, ଛୋଟ ଗଳ୍ପ, କବିତାରୁ 5ଟି ଲେଖାଏଁ ପ୍ରଶ୍ନ ପ୍ରସ୍ତୁତ କର ଓ ଏହାର ଉତ୍ତର ଲେଖ। ଇଏ ଥିଲା ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷାରେ। ତେବେ ଇଂରାଜୀରେ ଆମେ ଦେଖିବା ରାଇଟ୍ ଦ 3 words ଫର୍ ଇଚ୍ ଲେଟର ଫ୍ରମ୍ A to Z ଆଣ୍ଡ ପ୍ରୋଭାଇଡ୍ ଦେୟାର ମିନିଂ ଅର୍ଥାତ୍ A ରୁ Z ଅକ୍ଷରକୁ ବୁଝାଉଥିବା ପିଲାମାନେ ବା ଅକ୍ଷରରୁ ଆରମ୍ଭ ହେଉଥିବା 3ଟି ଲେଖାଏଁ ଶବ୍ଦ ପିଲାମାନେ ଲେଖିବେ ଏବଂ ଏହାର ମାନେ ମଧ୍ୟ ଲେଖିବେ। କ୍ରିଏଟ୍ ଏ ୱାର୍ଡ ଚେନ୍ ଷ୍ଟାର୍ଟିଂ ୱିଥ୍ ସ୍କୁଲ, ସ୍କୁଲରୁ ସେମାନେ ଗୋଟେ ୱାର୍ଡ ଚେନ୍ ସେମାନେ ତିଆରି କରିବେ ଅର୍ଥାତ୍ ସ୍କୁଲ ଆରମ୍ଭ ହେଲା, ଶେଷ ହେଲା ଏଲ୍ରେ, ଏଲ୍ରୁ ଗୋଟେ ସେମାନେ ଶବ୍ଦ ଲେଖିବେ ଏବଂ ତାର ପ୍ରତି ଶେଷ ଅକ୍ଷରକୁ ନେଇ ସେମାନେ ଗୋଟେ ଗୋଟେ ଶବ୍ଦ ଲେଖିବେ। ଏବଂ 3 ନମ୍ବର ପ୍ରଶ୍ନ ରହିଲା ରାଇଟ୍ ଦି ନେମ୍ ଅଫ୍ ଦି 12 months ଅଫ୍ ଏ ଇୟର ଅର୍ଥାତ୍ ବର୍ଷର 12ଟି ମାସର ନାମ ପିଲାମାନେ ଲେଖିବେ। and identify the name of the animals and birds with the crossword puzzle ଅର୍ଥାତ୍ ତଳେ ଯେଉଁ କ୍ରସୱାର୍ଡ ପଜଲଟି ରହିଛି ତାକୁ ଦେଖି ପିଲାମାନେ ବିଭିନ୍ନ ପ୍ରକାରର ପଶୁ ଏବଂ ପକ୍ଷୀମାନଙ୍କର ନାମକୁ ବାଛି ସେଠାରୁ ସେମାନେ ଲେଖିବେ। ଏବଂ ପରିବେଶରେ ପିଲାମାନଙ୍କ ପାଇଁ ରହିଛି ଅପରାଧ ନିରାକରଣ ପାଇଁ କେତୋଟି ସ୍ଲୋଗାନ ଲେଖ। ନିଜ ଅଞ୍ଚଳରେ 2 ଜଣ କୃଷକ ଭାଇକୁ ଦେଖା କର, ଫସଲ ବୁଣା ଠାରୁ ଅମଳ ପର୍ଯ୍ୟନ୍ତ ସେ କ'ଣ କ'ଣ କାମ କରନ୍ତି, ସେମାନେ କିପରି କରିଥାନ୍ତି ସେ କାମ ଗୁଡ଼ିକ ପଚାରି ନିଜ ଖାତାରେ ସେମାନେ ଲେଖିବେ। ଭାରତର ବିଭିନ୍ନ ଜାତୀୟ ସଂକେତ ଗୁଡ଼ିକର ଚିତ୍ର ସଂଗ୍ରହ କର ଓ ଖାତାରେ ଅଠା ଲଗେଇ ଦିଅ। ବିଭିନ୍ନ ଦେଶର ଜାତୀୟ ପତାକାର ଚିତ୍ର ସଂଗ୍ରହ କର ଏବଂ ନିଜ ଖାତାରେ ଅଠା ଦେଇ ସେଗୁଡ଼ିକ ଲଗାଅ ଏବଂ ସମ୍ପର୍କିତ ଦେଶର ମଧ୍ୟ ନାମ ଲେଖିବା ପାଇଁ ପିଲାମାନଙ୍କୁ ପଡ଼ିବ। ଏ ଥିଲା ପରିବେଶ ପାଠରେ। ଯଦି ଗଣିତକୁ ଆମେ ଯିବା ତେବେ ସାରଣୀକୁ ଖାତାରେ ତିଆରି କରି ପୂରଣ କର। ସାରଣୀଟି ଦିଆଯାଇଛି, ଚିତ୍ରର ନାମ, ବାହୁ ସଂଖ୍ୟା ଏବଂ କୋଣ ସଂଖ୍ୟା ଲେଖିବେ। 2 ନମ୍ବର ପ୍ରଶ୍ନଟି ରହିଲା 10ଟି ବିଭିନ୍ନ କୋଣ ଅଙ୍କନ କର ଓ ପ୍ରୋଟ୍ରାକ୍ଟରରେ ସେ କୋଣକୁ ମାପି ଲେଖ। ପ୍ରୋଟ୍ରାକ୍ଟର ବ୍ୟବହାର କରି ପିଲାମାନେ ତଳେ ଦିଆଯାଇଥିବା 45 ଡିଗ୍ରୀ, 70 ଡିଗ୍ରୀ, 60 ଡିଗ୍ରୀ, 35 ଡିଗ୍ରୀ ଏବଂ 50 ଡିଗ୍ରୀ ପରିମିତ କୋଣ ଅଙ୍କନ କରିବେ। ଇଂରାଜୀ ଅକ୍ଷର ଗୁଡ଼ିକ କ୍ରମରେ ଲେଖ, 1, 2, 3 ଦ୍ୱାରା ସୂଚିତ କର। ନିଜ ପରିବାରର ସଦସ୍ୟମାନଙ୍କ ଏବଂ ସାଙ୍ଗସାଥିମାନଙ୍କର ନାମର ମୂଲ୍ୟ ହିସାବ କର, ଯେପରି ଆରତି ଏ ରହିଲା 1ରେ, ଆର୍ ରହିଲା 18ରେ ଏବଂ ପୁଣି ଏ ରହିଲା 1ରେ, ଏଇଭଳି ମିଶେଇ ସେମାନଙ୍କର
ଟୋଟାଲ ସଂଖ୍ୟା ସେମାନେ ବାହାର କରିବେ। 2025 ମସିହା ମଇ ମାସର କ୍ୟାଲେଣ୍ଡର ଖାତାରେ ତିଆରି କର ଏବଂ ସେଥିରେ ଛୁଟି ଦିନ ଗୁଡ଼ିକୁ ସେମାନେ ନାଲି ରଙ୍ଗ ଦେବେ। 1ରୁ 9 ପର୍ଯ୍ୟନ୍ତ ନେଇ 4 ଅଙ୍କ ବିଶିଷ୍ଟ 9ଟି ସଂଖ୍ୟା ଲେଖ, ତାକୁ ବଡ଼ରୁ ସାନ କ୍ରମରେ ସଜାଅ ଏବଂ 8ଟି ଆର୍ଟ ନେଇ ମିଶାଣ, ଫେଡ଼ାଣ, ଗୁଣନ, ହରଣ ବ୍ୟବହାର କରି କର, ଯେପରିକି ଉତ୍ତର ଆସିବ 1000 ଆସୁଥିବ। 8ଟି ଆର୍ଟ ନେଇ ମିଶାଣ, ଫେଡ଼ାଣ, ଗୁଣନ, ହରଣ ବ୍ୟବହାର କରି ଯେପରି ଉତ୍ତର 1000 ଆସୁଥିବ। ଏବଂ ବିଜ୍ଞାନରେ ତୁମେ ଜାଣିଥିବା ଭିଟାମିନ୍ ଗୁଡ଼ିକର ନାମ ଓ ସେଗୁଡ଼ିକର ଅଭାବରୁ କି ପ୍ରକାର ରୋଗ ହୁଏ ଖାତାରେ ଲେଖ ଏବଂ ଏକ ସାରଣୀ ତିଆରି କରିବେ ପିଲାମାନେ। ଜଳ, ବାୟୁ, ଖାଦ୍ୟ ମାଧ୍ୟମରେ କେଉଁ ସବୁ ରୋଗ ବ୍ୟାପିଥାଏ ଗୁରୁଜନମାନଙ୍କ ସହିତ ଆଲୋଚନା କରି ପିଲାମାନେ ଲେଖିବେ। ନିଜ ସାଙ୍ଗସାଥିମାନଙ୍କ ସହିତ ମିଶି ଗଛରୁ ଝଡ଼ି ପଡ଼ୁଥିବା ପତ୍ର ସଂଗ୍ରହ କର ଏବଂ ତୁମ ଖାତାରେ ଅଠା ଲଗାଅ। ଠେକୁଆ, ହାତୀ, ପ୍ରଜାପତି ଭଳି ଚିତ୍ର ତିଆରି କର। କାର୍ଡ଼ବୋର୍ଡ଼ରେ ବିଭିନ୍ନ ଆକୃତିର ବଲ୍ ତିଆରି କରି ବା ବଲ୍ ବ୍ୟବହାର କରି ସୌର ଜଗତର ମଡ଼େଲ ତିଆରି କର ଓ ଗ୍ରହମାନଙ୍କର ନାମ ଲେଖ। ଇଏ ଥିଲା ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ବିଜ୍ଞାନ, ଗଣିତ, ପରିବେଶ ପାଠ, ଇଂରାଜୀ ଏବଂ ଭାଷାର ଯେଉଁ ଗ୍ରୀଷ୍ମ ଅବକାଶକାଳୀନ ଯେଉଁ ଟାସ୍କ ସେମାନଙ୍କ ପାଇଁ ରହିଥିଲା ଗୃହକର୍ମ। ତେଣୁ ପିଲାମାନେ ନିଶ୍ଚିତ ଭାବରେ ଏସବୁ ପାଠକୁ ତୁମେ ଖାତାରେ ସୁନ୍ଦର ଭାବରେ ଲେଖିବ ଏବଂ ଗ୍ରୀଷ୍ମ ଅବକାଶ ଶେଷ ହେଲା ପରେ ତୁମେ ନିଶ୍ଚିତ ଭାବରେ ବିଦ୍ୟାଳୟରେ ଏହାକୁ ଜମା କରିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହାକୁ ମୂଲ୍ୟାୟନ କରିବେ।